ଘଞ୍ଚ ଜଙ୍ଗଲଟିଏ ଥିଲା। ଜଙ୍ଗଲ ମଧ୍ୟରେ ବଡ଼ ବଡ଼ ଗଛ ଆଉ ବଡ଼ ବଡ଼ ଗୁମ୍ଫା ଥିଲା। ସେହି ଗୁମ୍ଫାରେ ମା ଠେକୁଆଟିଏ ତାର 2ଟି ପିଲାଙ୍କୁ ଧରି ରହୁଥିଲା। ଦିନକର ଘଟଣା। ମା ଠେକୁଆ ତାର ପିଲାଙ୍କୁ ଧରି ଗୁମ୍ଫା ଭିତରେ ଥାଏ। ଖୁବ୍ ଜୋରରେ ବର୍ଷା ହେଉଥିଲା। ଜଙ୍ଗଲରେ ବର୍ଷା ପାଣିର ସୁଅ ଛୁଟୁଥାଏ। ମା ଠେକୁଆ ତାର ପିଲାଙ୍କୁ ବୁଝାଉଥାଏ, ଆରେ ପିଲେ, ଘର ବାହାରକୁ ଯିବନି, ନହେଲେ ଅସୁବିଧାରେ ପଡ଼ିବ। ବଡ଼ ଠେକୁଆଟି ବୁଝିଲା ପିଲା, ମାତ୍ର ସାନଟି ଖୁବ୍ ଚଞ୍ଚଳ। ଆଖି ପିଛୁଳାକେ ସେ ଅଦୃଶ୍ୟ ହୋଇଯିବ। ତେଣୁ ମା ଠେକୁଆର ଚିନ୍ତା କେବଳ ସାନ ଛୁଆଟି ପାଇଁ। ଦିନକର ଘଟଣା। ମା ଠେକୁଆ ଘରେ ତାର ରୋଷେଇ କରୁଥାଏ। ବଡ଼ ଛୁଆଟି ଯାଇଥାଏ ତାର ମାଉସୀ ଘର। ସାନ ଛୁଆଟି ତାର ସାଙ୍ଗମାନଙ୍କ ସହିତ ଖେଳିବାକୁ ଯାଇଥାଏ। ଏହି ସମୟରେ ଗୋଟିଏ କଦଳୀ କାନ୍ଦି ଧରି ପହଞ୍ଚିଲା ମାଙ୍କଡ଼ ନନା। ମା ଠେକୁଆ କହିଲା, ଆରେ ମାଙ୍କଡ଼ ନନା, ଆଜି ହଠାତ୍ କେମିତି ମୋର ଗରିବ କୁଡ଼ିଆରେ ତୁମର ପାଦ ପଡ଼ିଲା? ମାଙ୍କଡ଼ ନନା ଠେକୁଆ ହାତକୁ କଦଳୀ କାନ୍ଦିଟେ ବଢ଼ାଇ ଦେଇ କହିଲା, ନାଇଁ ଲୋ ଭଉଣୀ, କେବେଠାରୁ ତୋ ଘରକୁ ଆସିବି ବୋଲି ଭାବୁଛି, ହେଲେ କ'ଣ କରିବି, ତୋର ପାତି ଭାଉଜର ପରା ଦେହ ଭଲ ନଥିଲା, ତେଣୁ ଆସିପାରୁନଥିଲି। ଆଲୋ ଭଉଣୀ, ଗୋଟେ କଥା ଶୁଣିଛୁ? ଜରୁରୀ କଥାଟିଏ। ମା ଠେକୁଆ ପଚାରିଲା, ଜରୁରୀ କଥା? କି କଥା ନନା? ମାଙ୍କଡ଼ କହିଲା, ଆଲୋ, ଆମ ଜଙ୍ଗଲ ମଝିରେ ଯେଉଁ ପୁରୁଣା ଗାଡ଼ିଆଟିଏ ଅଛି, ସେଠାକୁ ଗୋଟିଏ କୁମ୍ଭୀର ଆସିଛି। ହରିଣ ଭାଇର 2ଟି ଛୁଆକୁ ଖାଇସାରିଲାଣି। ଏବେ ହରିଣ କୋଳ ପୁରା ଖାଲି। ବିଚରାଟା ଖାଲି ବସିକି କାନ୍ଦୁଛି। ତାକୁ ଦେଖିଲେ ଭାରି ଦୁଃଖ ଲାଗୁଛି। ମା ଠେକୁଆ କହିଲା, ନନା, ଏକଥା କ'ଣ ସତ? ଆରେ ମୋର ସାନ ପିଲାଟା ନିଇତି ସେଠାକୁ ଯାଏ ସାଙ୍ଗମାନଙ୍କ ସହିତ ଖେଳିବାକୁ। ମାଙ୍କଡ଼ କହିଲା, ଆଲୋ ଭଉଣୀ, ତୋ ସାନ ଛୁଆକୁ କହିଦେ, କୁମ୍ଭୀର ଭାରି ଉତ୍ପାତ କରୁଛି, ସେଠାକୁ ଆଉ ଯିବନି। ତାପରେ ମାଙ୍କଡ଼ ନନା ତା ଘରକୁ ଗଲା। ସାନ ଠେକୁଆ ଖେଳିସାରି ଘରକୁ ଫେରିଲା। ମା ଠେକୁଆ ସାନ ଛୁଆକୁ ମାଙ୍କଡ଼ ମାମୁଁର ସବୁ କଥା କହିଲା। ଠେକୁଆ ତ ମାନିବା ପିଲା ନୁହେଁ। ସେ କହିଲା, ନା ମା, ସେ କୁମ୍ଭୀର ଫୁମ୍ଭୀର କିଛି ନାହିଁ, ମାମୁଁ ମିଛ କହୁଛନ୍ତି। ମା ଠେକୁଆ କହିଲା, ତତେ କହିଲି ନା ତୁ ସେଠାକୁ ଯିବନି ବୋଲି। ମା ଯେତେ କହିଲେ କ'ଣ ହେଲା, ପୁଅର ଇଚ୍ଛା। କୁମ୍ଭୀରଟା କେମିତି ଦେଖିବାକୁ? ସହଜେ ତ ସେ କୁମ୍ଭୀର କେବେ ଦେଖିନାହିଁ। ତା ପରଦିନ ସକାଳୁ ଠେକୁଆ ଛୁଆ ତା ମାକୁ କିଛି ନ କହି ଏକୁଟିଆ ବାହାରି ପଡ଼ିଲା ସେହି କୁମ୍ଭୀରକୁ ଦେଖିବାକୁ। କିଛି ସମୟ ପରେ ସେ ପହଞ୍ଚିଲା ଗାଡ଼ିଆ ପାଖରେ। ଗାଡ଼ିଆ ପାଖରେ ବଡ଼ ବରଗଛଟିଏ ଥାଏ। ସେହି ଗଛରେ ମାଙ୍କଡ଼ ରହେ। ସାନ ଠେକୁଆ କୁମ୍ଭୀରକୁ ଦେଖିବା ପାଇଁ ଗାଡ଼ିଆ ଭିତରେ ପଶିଲା। ମାଙ୍କଡ଼ ଗଛରେ ଥାଇ କହିଲା, ଆରେ ଭଣଜା, କୁଆଡ଼େ ଯାଉଛୁ? ସେଠି କୁମ୍ଭୀର ଅଛି ପରା, ଯା ନା ରେ। ମାଙ୍କଡ଼ କଥା ନ ଶୁଣି ପାଣି ଭିତରେ ଠେକୁଆ ଛୁଆ ପଶିଗଲା। କୁମ୍ଭୀର ଥିଲା ପାଣି ଭିତରେ। ଧରିଲା ଠେକୁଆର ଗୋଡ଼। ଠେକୁଆ ଚିତ୍କାର କଲା, ରକ୍ଷା କର, ରକ୍ଷା କର। ଜଙ୍ଗଲର ସବୁ ପଶୁପକ୍ଷୀମାନେ ସେଠାକୁ ଧାଇଁ ଆସିଲେ। ମା ଠେକୁଆ ମଧ୍ୟ ଧାଇଁ ଆସିଲା। ପୁଅର ଏମିତି ଅବସ୍ଥା ଦେଖି କାନ୍ଦୁଥାଏ। ଏହି ସମୟରେ ମାଙ୍କଡ଼ ଗୋଟିଏ ବୁଦ୍ଧି ପାଞ୍ଚିଲା। ସେ କୁମ୍ଭୀରକୁ କହିଲା, ଆରେ କୁମ୍ଭୀର ଭାଇ, ଏ ଛୋଟ ପିଲାକୁ ଖାଇ କି ଲାଭ? ବରଂ ତାକୁ ଛାଡ଼ିଦିଅ। ଏ ଜଙ୍ଗଲରେ ବିରାଟ ପଶୁଟିଏ ରହୁଛି। ତାକୁ ବସି ଖାଇଲେ ମାସ ମାସ ଯାଏଁ ସରିବନି। ତାର ମାଂସ ଭାରି ସୁଆଦ। ତୁ ଠେକୁଆକୁ ଛାଡ଼ିଦେ, ମୁଁ ତାକୁ ଏବେ ଡାକୁଛି। ବଡ଼ ପଶୁ କଥା ଶୁଣି କୁମ୍ଭୀର ପାଟିରୁ ଲାଳ ବୋହିଲା। ସେ ଠେକୁଆକୁ ଛାଡ଼ିଦେଲା। ଠେକୁଆ ପାଣି ଭିତରୁ ବାହାରକୁ ଆସିଲା। କୁମ୍ଭୀର କହିଲା, କାହିଁ ସେ ବଡ଼ ପଶୁ? ମାଙ୍କଡ଼ କହିଲା, ଆରେ ତୁ ତ ପାଣି ଭିତରେ ଅଛୁ, ତତେ କ'ଣ ଦେଖାଯିବ?
ଆଗ ପାଣି ଭିତରୁ ବାହାରକୁ ଆ। କୁମ୍ଭୀର ପାଣି ଭିତରୁ ବାହାରକୁ ଆସିଲା। ସଙ୍ଗେ ସଙ୍ଗେ ସବୁ ପଶୁମାନେ ମିଶି ତାକୁ ବାନ୍ଧି ପକାଇ ଖୁବ୍ ପିଟିଲେ। ସେପଟେ ସାନ ଠେକୁଆର ଗୋଡ଼ରେ ବଡ଼ ଖଣ୍ଡିଆ ହୋଇ ରକ୍ତ ବାହାରୁଥିବାରୁ ମା ଠେକୁଆଟି ତା ଛୁଆ ଗୋଡ଼ରେ ଔଷଧ ଲଗାଇ ଦେଲା। ସାନ ଛୁଆଟି ତାର ଭୁଲ ବୁଝିପାରିଲା। ଏଥର ଆଉ ଅଝଟ ହେବ ନାହିଁ ବୋଲି ମା'କୁ କଥା ଦେଲା। ତାପରେ ସମସ୍ତେ ମିଳିମିଶି ଖୁସିରେ ରହିଲେ।